ସାଇ ଆପଣ ଦେଖିଛନ୍ତି ଯେ ପ୍ରତ୍ୟେକ ଭଲ କାମରେ ବାଧା ଆସିଥାଏ। ଆଜି ଗୋଟେ ସୁନ୍ଦର କଥାଟିଏ କହୁଛି ଯେ ଜଣେ ଭାଇ ଜଣେ ଓକିଲ ଅଛନ୍ତି। ଜୀବନରେ ଭୁଲ ଠିକ କେସ୍ ବାସରେ କେଉଁଠି ଦୁଇ ପଇସା କାଠାରୁ ଠକିକି ନେଇଛନ୍ତି, କାହାକୁ ଭଲ ବି ନ୍ୟାୟ ଦେଇଛନ୍ତି। ତାଙ୍କର ସବୁବେଳେ ଏମିତି ଚିନ୍ତାଧାରା ଭିତରେ ସେ ଭାବିଲେ ମୁଁ ଗୋଟେ ଶିବ ମନ୍ଦିର କଲେ ଭିକ୍ଷା ମାଗିବି, ସମସ୍ତଙ୍କୁ ଭିକ୍ଷା ମାଗିଲେ ମୋର ହୁଏତ କିଛି ପାପ ଦୂର ହେଇଯିବ। ଏଇଟା ମାନେ ଆମର ଗୋଟେ ରିଲେଟିଭ୍ ଲୋକ, ମୁଁ ମୋ ନିଜସ୍ୱ ସବୁବେଳେ କହିଥାଏ, ହୁଏତ ଦେଖିଲେ ସେ କାଳେ ଖରାପ ଭାବିବେ, କ୍ଷମା ମାଗୁଛି। କିନ୍ତୁ ସେ ଭାଇ ଜଣେ ଫୋନ୍ କଲେ, ତାଙ୍କ ଜୀବନରେ ଏମିତି ଦୁଃଖ ଆସିଲା, ଭାବିଲେ ଏଥିରୁ ମୁଁ ମୁକ୍ତି କେମିତି ପାଇବି, ମନ୍ଦିରଟିଏ କରିବି, ଯାହାହେଲେ ଆଗକୁ ବାହାରିଲେ ତ ନିନ୍ଦା ଆସିଥାଏ। ତେଣୁକରି କିଛି କଳହ ଲୋକ ଥାଆନ୍ତି, ଯେଉଁଟା କହନ୍ତି କଙ୍କଡ଼ା ସବୁବେଳେ କଙ୍କଡ଼ାକୁ ଟାଣିଥାଏ, ଠିକ୍ ମଣିଷ ବି ଠିକ୍ ସେଇଭଳି ଭଲ କାମ କରେଇ ଦିଅନ୍ତିନି। ତାପରେ ଏଭଳି ଦୁଃଖ ତାକୁ ଦେଲେ, ଗାଁରେ ଯେଉଁ ଲୋକମାନେ କିଏ ନିନ୍ଦା ଦେଲା, ତୁ ମନ୍ଦିର କରୁନୁ, ମନ୍ଦିର ନାଁରେ ତୁ ପଇସା ଖାଉଛୁ, ଯେହେତୁ ଜଣେ ସେ ଓକିଲ ଥିଲେ, ତେଣୁକରି ଏଇଭଳି କଥାବାର୍ତ୍ତା କରୁଥିଲେ। ଦିନେ ଏମିତି ସିଏ ସେଇ ଭିକ୍ଷା ମାଗିବା ଛଳରେ ସିଏ ଫୋନ୍ କଲେ ଆମ ଘରକୁ, କହିଲେ ମା ଆଉ କିଛି ମୋତେ ସାହାଯ୍ୟ କରିବୁ। ମୁଁ ସେଠୁ ବାବାଙ୍କୁ ଜଣାଇଥିଲି। ତାପରେ କହିଲେ, ମୁଁ କହିଲି କ'ଣ ପାଇଁ ନା ମୁଁ ଗୋଟେ ମନ୍ଦିର କରୁଛି, ଆଉ ସତ କହିବି ମା ବହୁତ ଦୁଃଖ ମୋ ଜୀବନରେ ଆସିଲାଣି। ମୁଁ କହିଲି ମୁଁ ପ୍ରାୟ ଛୋଟବେଳୁ ଅନୁଭୂତି ପାଇଛି, ମୋ ଘରେ ବି ଠିକ୍ ସେଇଆ ହେଇଛି। ନିନ୍ଦା ସବୁବେଳେ ଦୁଃଖ ଯନ୍ତ୍ରଣା, ଅଲଗା ଲୋକ ଅଛନ୍ତି, ଭଲ ଲୋକ କମ୍ ଥିଲେ, ଖରାପ ଲୋକ ବହୁତ କିଛି ଅଛନ୍ତି। ଚାରିଗତି କିଛି ନା କିଛି ଘଟଣା ଘଟି ଚାଲିଛି ଜୀବନରେ, ଜାଣତରେ ହଉ ଅଜାଣତରେ ହଉ, ସବୁ କିଛି ଘଟଣା ଘଟି ଚାଲିଛି। ତା ଭିତରେ ଆମକୁ ଫେସ୍ କରିକି ବଞ୍ଚିବାକୁ ହେବ। ତାପରେ ଭାଇ ଜଣକ ଓକିଲ ଯେହେତୁ ଅଧିକା ତ ପାଠ ପଢ଼ିଛନ୍ତି, ବୁଦ୍ଧି ତ ତାଙ୍କର ଅଧିକା, ସେ ମୋତେ ପଚାରିଥିଲେ, କହିଲେ ଭଉଣୀ ମୁଁ କ'ଣ କରିବି, କେମିତି ଏ ନିନ୍ଦାରୁ ମୁଁ ମୁକ୍ତି ପାଇବି। ମୋର ଛୋଟ ମୁଣ୍ଡରେ ମୁଁ ତାଙ୍କୁ ବୁଝେଇଥିଲି। ମୁଁ କହିଲି ଦେଖ ଭାଇ, ତମେ ତମ କର୍ତ୍ତବ୍ୟ କର, କାରଣ ସମସ୍ତେ ମନ୍ଥିଥାନ୍ତି ଅମୃତ ପାଇବା ପାଇଁ, କିନ୍ତୁ ଫାଷ୍ଟ ତ ବିଷ ଆସିଥାଏ ନା। ବିଷଟାକୁ ତ କେହି କାଢ଼ି ପାରିବେନି, କାରଣ ଅମୃତ ପଛରେ ଅଛି, ବିଷ କିନ୍ତୁ ଫାଷ୍ଟ ଅଛି। ଆଉ ଇଏ ତ ସହଜେ କଳିଯୁଗ, ଖଳ ପ୍ରକୃତିର ଲୋକ ତ ଆଗେ ବାହାରିବେ ନା। ଯେଉଁମାନେ ଭଲ କାମ କରିଥାନ୍ତି ତାଙ୍କୁ ସବୁବେଳେ ଲୋକ ନିନ୍ଦା ହିଁ ଦେଇଥାନ୍ତି। ତାପରେ ସେ ସବୁ ଶୁଣୁଥାନ୍ତି। ମୁଁ ଖାଲି କହି ଚାଲିଥାଏ ଯେ ପାଚିଲା ଆମ୍ବକୁ ସମସ୍ତେ ଟେକା ପକାଇଥାନ୍ତି, କଞ୍ଚା ଆମ୍ବକୁ କେହି ଯାଆନ୍ତିନି। ଗୋଟେ ଉଦାହରଣ ଏବେ ବି ଦେଉଛି ମୁଁ, ଯେ ଆମେ କେତେ ଜୋରେ ଶୀତ କରୁଛି, ସମସ୍ତଙ୍କର ପ୍ରାୟ ଦେହ ମୁଣ୍ଡ ଖରାପ ହେଇଛି, କିନ୍ତୁ ଏବେ ପାଣି କଥା କିଏ ମନେ ପକାଉଛ? ଯେତେବେଳେ ଖରା ଦିନ ହେଇଥାଏ, ଶୋଷ କରୁ ନ କରୁ, ନାଇଁ ମୁଁ ମୋ ବଡ଼ିଟା କାଳେ ଖରାପ ହେଇଯିବ, ବ୍ଲଡ଼ କମିଯିବ, ଆବଶ୍ୟକ ନଥିଲେ ବି ଆପଣ ପାଣି ପିଇ ଚାଲିଥାନ୍ତି, ଏୟା ନା ନାହିଁ? କିନ୍ତୁ ସେତେବେଳେ ଆପଣେଇଥାନ୍ତି ପାଣିକି। ତାପରେ ଯେତେବେଳେ ଶୀତ କରୁଛି, ଇଚ୍ଛା ହେଉନି, କି ଶୋଷ କଲେ ବି ଇଚ୍ଛା ହେଉନି, ଦେହ ଏଠି ଥଣ୍ଡା ପାଣି କିଏ ପିଇବ, ଦେହ ଖରାପ ହେଇଯିବ, ପାଣିକି ଆମେ ଆପଣେଇ ପାରୁନେ। ଏ ଶୀତ ପାଇଁ ପାଣିକି ଆମେ ଆପଣେଇ ପାରୁନେ, କି ଆମର ବଡ଼ି ଚାହୁଁନି, ଆବଶ୍ୟକ ବି ନାହିଁ, ଅଳ୍ପ ଟିକେ ବଞ୍ଚିବା ପାଇଁ ଆମେ ସମସ୍ତେ କିଛି ପାଣି ପିଉଛୁ। ଯିଏ ତ ବହୁତ ପିଉଛନ୍ତି, କିନ୍ତୁ ଗୋଟେ ଲୋକ ଅଛନ୍ତି ଶୀତରେ ଜମା ଗାଧାନ୍ତିନି ବି ସୁଦ୍ଧା, ଏମିତି ବି ହେଇଥାଏ। ମୁଁ ତାଙ୍କୁ ସେଠୁ ବୁଝେଇଥିଲି। ମୁଁ କହିଲି ଦେଖ, ସମସ୍ତେ ଭଲ କାମକୁ ବାଧା ଦିଅନ୍ତି, ନିନ୍ଦା ଦିଅନ୍ତି, ଆଉ ତୁମକୁ ସହିବାକୁ ପଡ଼ିବ। ଯଦି ତୁମେ ଚାହୁଁଛ ଯେ ଅମୃତ ବାହାରୁ ବୋଲି, ତାହେଲେ ମନ୍ଥିବାକୁ ସେମାନଙ୍କୁ ଦିଅ, ସେ ମନ୍ଥି ସେ ବିଷ ଯାକ କାଢ଼ି ପକାନ୍ତୁ। ତାପରେ ଏମିତି ଛୋଟ ମୋଟ ଉଦାହରଣ ଦେଇ ତାଙ୍କୁ ମୁଁ କହିଥିଲି। ଯାହା ହଉ ସେ ମନ୍ଦିର ସେ ସମ୍ପୂର୍ଣ୍ଣ କରିସାରିଲା ପରେ ଏବେ ସେ ବହୁତ ଅସୁସ୍ଥ ଅଛନ୍ତି, ଆଉ ବାହାରେ ଅଛନ୍ତି। ମୁଁ ତାଙ୍କୁ ଟିକେ ଦେଖିବାକୁ ଯାଇପାରୁନି, କିନ୍ତୁ ଯେହେତୁ ସେ ଆମର ଜଣେ ସମ୍ପର୍କୀୟ, ଅତି ନିଜର ନୁହେଁ, ଏମିତି ଆମକୁ ଗୋଟେ ବିପଦରେ ସେ ସାହାଯ୍ୟ କରିଥିଲେ। ଯେହେତୁ ସେ ଓକିଲ ଥିଲେ, କେସ୍ ତାରିଖରେ ସାହାଯ୍ୟ କରିଥିଲେ। ଆଜି ତାଙ୍କ କଥା ଭାରି ମନେ ପଡ଼ିଗଲା। ମହାପ୍ରଭୁଙ୍କୁ ଡାକୁଛି, ସାଇକି ଡାକୁଛି, ତାଙ୍କୁ ଭଲରେ ରଖିଥାନ୍ତୁ, ତାଙ୍କ ପରିବାର ଏମିତି ହସି ଉଠୁଥାଉ। ଜୟ ଶ୍ରୀ ସାଇ।